ଦୁଇଟି ସଜ ମକା ନେଇ ମୁଁ ବାହାରି ପଡ଼ିଲି ଗୋଟେ ନୂଆ ଜିନିଷ ତିଆରି କରିବାକୁ। ମକାକୁ ଖଣ୍ଡ ଖଣ୍ଡ କରି କାଟିଦେଲି, ଆଉ ତାକୁ ଭଲ ରକମ ଧୋଇକି ପାଣି ନିଗାଡ଼ିଦେଲି। ତାପରେ ଆଣିକି ତାକୁ ଗୋଟେ ଘୋରାରେ ଏମିତି କରିଦେଲି। ମୁଁ ଏଇଟା ଗୋଟାଏ ମକାରେ କରିଥିଲି, ଆଉ ଫାଳେ ମକାକୁ ଟିକେ କମ୍ ଛଡ଼େଇ ଦେଇଥିଲି। ଗାଜର ବିଟ୍ କାଟିଦେଲି, ଫୁଲକୋବି ବି କାଟିଦେଲି, ଆପଣ ଏଥିରେ ମଟର ବି ପକାଇ ପାରିବେ। ସେ ସବୁକୁ ନେଇକି ଅଳ୍ପ ଟିକେ ପାଣି ଦେଇ କଡ଼େଇରେ ସିଝେଇ ଦେବେ, ହଳଦୀ ଲୁଣ ଦେଇକି। ହଳଦୀ ଲୁଣ ଦେବେ ଆଉ ଘୋଡ଼େଇ ଦେବେ, କାହିଁକି ନା ପ୍ରେସରରେ ସିଝେଇଲେ ଏଇଟା ମୋଟେ ବି ଭଲ ହେବନି, ଆଉ ବହୁତ ସିଝିଗଲେ ତ ଭଲ ଲାଗିବନି। ସେଥିପାଇଁ ମୁଁ କଡ଼େଇରେ ବସି ଘୋଡ଼େଇ ଦେଲି ଶୀଘ୍ର ହେବ ବୋଲି। ଆଉ ଟିକେ ଗୋଲମରିଚ ଆଉ ଜିରା ଆଉ ଟିକେ ଅଦାକୁ ଛେଚିଦେଲି। ଆପଣ ଜିରା ନ ଛେଚିଲେ ବି ଚଳିବ। ମୋ ଗୋଲମରିଚ ଡବାରେ ଟିକେ ଜିରା କେମିତି ପଡ଼ିଯାଇଥିଲା ତ ମୁଁ ତାରି ସାଙ୍ଗରେ ଛେଚିଦେଲି। ତେଣୁ ଗୋଲମରିଚକୁ ଅଦାକୁ ଆପଣ ଟିକେ ଛେଚା ପ୍ରସ୍ତୁତ କରିବେ। ତାପରେ କଡ଼େଇ ଆଣି ବସାଇବେ। କଡ଼େଇ ଆଣିକି ଜୋରରେ ଜାଳ ଦେଇଦେବେ। ଜିରା ପକାଇ ଦେଇକି ଗ୍ୟାସ୍ଟାକୁ ଲିଭେଇ ଦେବେ। ଘିଅ ଜିନିଷକୁ ସବୁବେଳେ କମ୍ ଜାଳରେ କରିବେ। ଆମର କଥାରେ ନାହିଁ, ତେଲ ପୋଡ଼ିଲେ ଘି, ଘି ପୋଡ଼ିଲେ ଛି। ସେଥିପାଇଁ ଘିଅଟା ଯଦି ପୋଡ଼ିଯିବ ଆପଣଙ୍କର ପୁରା ପ୍ରସ୍ତୁତ କରିବା ପ୍ରଣାଳୀଟା ଯେତେ ଭଲ ହୋଇଥିଲେ ବି ଜିନିଷର ସ୍ୱାଦ ରହିବନି। ସେ ଜିରା ଯେତେବେଳେ ଫୁଟିଯିବ, ଗ୍ୟାସ୍ ତ ବନ୍ଦ ଅଛି, ତାପରେ ଘିଅ ପକାଇଦେବେ। କଡ଼େଇ ତାତିରେ ଘିଅ ତରଳିଯିବ। ଘିଅ ତରଳି ଗଲା ପରେ ଛେଚା ଅଦା ଗୋଲମରିଚକୁ ପକାଇ ଦେଇକି ଗ୍ୟାସ୍ଟାକୁ ଲଗାଇଦେବେ। ଗ୍ୟାସ୍ଟା ଲଗାଇଦେଲେ ସେ ଟିକେ ଅଦାର କଞ୍ଚାଳିଆ ବାସ୍ନାଟା ଚାଲିଗଲା ମାତ୍ରକେ ଆପଣ କ'ଣ କରିବେ, ଯେଉଁ ସିଝା ପରିବାକୁ ତା ଦେହରେ ପକାଇବେ। ସେ ସିଝା ପରିବାରେ ଯେମିତି ପାଣି ନ ରୁହେ। ପାଣି ରହିଲେ ଏଇଟା ଜମା ବି ଭଲ ହେବନି। ଉପମା ଭଳିଆ ନ ହେଇକି ଏଇଟା ପେଚପେଚିଆ ଜାଉ ଭଳିଆ ହେଇଯିବ, ଖାଇବା ପାଇଁ ସୁଆଦ ଲାଗିବନି। ଦେଖନ୍ତୁ କେତେ କମ୍ ପାଣି ଥିଲା, ଆଉ ସେ ଠିକ୍ ମରି ଆସିଲା ବେଳକୁ ଆପଣ ଯେଉଁ ମକାକୁ କୋରିକି ରଖିଛନ୍ତି, ଗୋଟା ମକା ଯିଏ ଥିଲା ତାକୁ ସେ ପରିବା ସାଙ୍ଗେ ସିଝେଇ ଦେଇଥିବେ, ଆଉ ଯିଏ କୋରା ମକା ଥିଲା ଏଇଠି ଆପଣ ପକାଇଦେବେ। ଏଇଟାକୁ ଆପଣମାନେ ବିନା ସୁଜିରେ ଉପମାର ଚ୍ୟାଲେଞ୍ଜ ବୋଲି ବି କହିପାରିବେ। ମକା ପ୍ରିୟ ଲୋକମାନଙ୍କୁ ଏଇଟା ବହୁତ ଭଲ ଲାଗିବ। ଆଉ ଘିଅର ବାସ୍ନା, ଏଇଟା ମୁଁ ସାଦାରେ କରିଥିଲି ଯେହେତୁ ନୂଆ ରୋଷେଇ, ନୂଆ ବର୍ଷ, ଠାକୁରଙ୍କ ପାଖେ ଭୋଗ ଦେଲି। ଆପଣମାନେ ଏଥିରେ କଟା ପିଆଜ, ଲଙ୍କା ଆଉ ଯେଉଁ ରସୁଣ ପକାଇକି ଭଲ ରକମ ରିଫାଇନ୍ ତେଲରେ ଭାଜିକି ବି କରିପାରିବେ। ସେଇଟା ଆପଣଙ୍କ ରୁଚି। ଟିକେ ଚଟପଟା ମସଲା ବି ପକାଇ ପାରନ୍ତି। ମୁଁ ସବୁବେଳେ ସାଧାରଣ ଭାବରେ ସ୍ୱାସ୍ଥ୍ୟପ୍ରଦ ରୋଷେଇ କରେ। ଶୀତଦିନେ ବୟସ୍କ ଲୋକମାନେ ଯିଏ ମକା ଖାଇପାରୁନାହାନ୍ତି ତାଙ୍କୁ ଏଇଟା ବନେଇକି ଦିଅନ୍ତୁ। ତାଙ୍କର ଯଦି କୋଷ୍ଠକାଠିନ୍ୟ ହେଉଥିବ, ଏତେ ପରିଷ୍କାର ଝାଡ଼ା ହେବ ଆଉ ଏତେ ସୁସ୍ଥ ତାଙ୍କୁ ଲାଗିବ, ଆପଣ ତାଙ୍କଠୁ ପ୍ରଶଂସା ନିଶ୍ଚୟ ଶୁଣିବେ। ସ୍ୱାସ୍ଥ୍ୟପ୍ରଦ